ମୋ ନାଁ ହେଉଛି କୁମାର ଶୁଭଙ୍କ। ବହୁତ ଖୁସି ଲାଗୁଛି। ଆଉ ମୋ ଜୁନିୟର ଏଜ୍ ଅଛି, ମୋର ମଧ୍ୟ ସିନିୟର ଏଜ୍ ହେଇନି। ମୁଁ କେବଳ ମୋ ଦି କୋଚ୍ଙ୍କ ପାଇଁ ମୁଁ ଆଜି ଜୁନିୟର ଏଜ୍ରେ ବି ସିନିୟର ଖେଳୁଛି। ତ ସେତିକି ମୋ ପରିଶ୍ରମ ମୋତେ ସାହାଯ୍ୟ କରୁଥିବାରୁ ମୁଁ ଆଜି ଏତିକି ବାଟରେ ଆସିଛି। ଶ୍ରେୟ ପ୍ରଥମେ ତ ମୋ ବାପା ମାଆଙ୍କୁ ଦେବି, ଦ୍ୱିତୀୟରେ ମୋର ଏଇ ଦୁଇ ଗୁରୁଙ୍କୁ ଦେବି। ଖୁସି ଲାଗିଲା ଆଜି ଯେହେତୁ ଖେଳ ଜିତିକି ଗୋଟେ ଜୁନିୟର ସିନିୟର ପାଇଲେ, କେତେ ଖୁସି ଖେଳାଳିମାନଙ୍କୁ। ବହୁତ ଖୁସି। ମୁଁ ବାଟ ତ ବହୁତ ଅଛି, ତ ଗୁରୁ ସେଇ ବାଟରେ ସାହାଯ୍ୟ କରୁଛନ୍ତି, ତ ଆମେ ତାଙ୍କ ବାଟ ଦେଖି ସେଇ ବାଟରେ ଅନୁପ୍ରାଣିତ ହେଇକି ଯିବା। ଏତିକି ଯେ ସେଇ ରେଗୁଲାର ଗୋଟେ ଜିନିଷ ଯୋଉ ସବୁବେଳେ ଅଭ୍ୟାସ ଦ୍ୱାରା ଆମର ପରଫର୍ମାନ୍ସଟା ହିଁ ଭଲ ରହିଥାଏ। ତ ବିନା ଅଭ୍ୟାସରେ ତ କିଛି ହେଇପାରିବନି। ଚ୍ୟାଲେଞ୍ଜିଂ ବହୁତ ଥିଲା। ଫାଇନାଲ ମ୍ୟାଚଟା ବହୁତ ଚ୍ୟାଲେଞ୍ଜିଂ ଥିଲା, ତଥାପି ଆମେ ତାଙ୍କୁ ବିଟ୍ କରିଥିଲୁ। ବହୁତ ଖୁସି ଲାଗିଲା। ଅନୁଷ୍କା ପ୍ରଧାନ, ମୁଁ ଓଡ଼ିଶା ଷ୍ଟେଟ୍ କୋଚ୍ ହିସାବରେ ଯାଇଥିଲି ଇଷ୍ଟ ଜୋନ୍ ଟିମ୍ ନେଇକି। ଆମର ଯେମିତିକି 19 ତାରିଖରୁ 21 ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ଇଷ୍ଟ ଜୋନ୍ ଚାଲିଥିଲା। ସେଥିରେ ଆମର ଉଭୟ ଦଳ ବହୁତ ବଏଜ୍ ଆଣ୍ଡ ଗାର୍ଲସ ଚାମ୍ପିୟନ୍ ହେଇଛନ୍ତି। ଆଉ ବହୁତ ଗୋଲ୍ଡ ହେଇଛି। ସେଠୁ ତ କମ୍ପିଟିସନ୍ ବହୁତ ଥିଲା, ଯେମିତିକି ପିଲା ତାଙ୍କ ହିସାବରେ କମ୍ପିଟିସନ୍ରେ ଭାଗ ନେଇକି କ୍ୟାମ୍ପ ବି ଲାଗିଥିଲା। ଆମର ବହୁତ ଦିନ 10 ଦିନ ଖଣ୍ଡେ କ୍ୟାମ୍ପ ଲାଗିଥିଲା। କ୍ୟାମ୍ପ ଲାଗିଲା ପରେ ଟିମ୍ ବାହାରିଥିଲା ଆମର ଏଠୁ 18 ତାରିଖ ରାତିରେ ବାହାରିଥିଲା। ସେଠୁ ଆମର 19 ତାରିଖରେ ଗେମ୍ ଷ୍ଟାର୍ଟ ହେଲା, 21 ତାରିଖରେ ସରିଲା କାଲି। ଖେଳପ୍ରେମୀ କହିବି ବାର୍ତ୍ତା ଏଇଆ ଦେବି ଯେ ଯେକୌଣସି ଗେମ୍ ବି ଖେଳୁଛନ୍ତି ତାଙ୍କୁ କନଷ୍ଟାନ୍ସ ରେଗୁଲାର ଖେଳେ, ପ୍ରାକ୍ଟିସ୍ ଦରକାର ନିହାତି। ପ୍ରାକ୍ଟିସ୍ ଯଦି ଇରେଗୁଲାର ହେବ ପରଫର୍ମାନ୍ସ ଉପରେ ଇଫେକ୍ଟ ପଡ଼ିବ। ଆଉ ଶ୍ରୀଶୋ ପଟ୍ଟନାୟକ ଷ୍ଟେଟ୍ର ଜଏଣ୍ଟ ସେକ୍ରେଟାରୀ ଅଛି ଏବଂ ମୁଁ ଇଷ୍ଟ ଜୋନ୍ର ହେଡ୍ ରେଫରୀ ହିସାବରେ ବି ମୁଁ ଯାଇଥିଲି ଇଷ୍ଟ ଜୋନ୍। ଆମର ଓଡ଼ିଶା ଷ୍ଟେଟ୍ର ଯେଉଁ ପ୍ରୟାସ ରହିଥିଲା, ଆମର ସେକ୍ରେଟାରୀ ଯିଏ ଅଛନ୍ତି ଦେବେନ୍ଦ୍ର କୁମାର ସାହୁ, ତାଙ୍କର ବି ପ୍ରୟାସ ରହିଥିଲା ଯେ ପିଲାଙ୍କୁ ଆମେ ପରଫେକ୍ଟ କ୍ୟାମ୍ପ ଦେବା ଏବଂ ପିଲା କେମିତି ମେଡାଲ ନେଇକରି ଆସିବେ। ତାଙ୍କର ଯେଉଁ ଚେଷ୍ଟା ଏବଂ ତାଙ୍କର ଯେଉଁ ଇଚ୍ଛା ଶକ୍ତିକି ଆଜି ପିଲାମାନେ ସଫଳ କରିଛନ୍ତି। ଏବଂ ଆମର ଦୁଇଟି କୋଚ୍ ତାଙ୍କ ପାଇଁ ପ୍ରାୟ 10 ଦିନର କ୍ୟାମ୍ପ କରେଇଥିଲେ ଷ୍ଟେଟ୍ ସେକ୍ରେଟାରୀ ତାଙ୍କ ଇଏରେ। ପିଲାମାନେ ତାଙ୍କର ପରିଶ୍ରମ ସାକାର କରିଛନ୍ତି ଏବଂ ଉଭୟ ମହିଳା ଏବଂ ପୁରୁଷ ବିଭାଗରେ ସେମାନେ ଗୋଲ୍ଡ ମେଡାଲ ଇଏ କରିଛନ୍ତି। ମୁଁ ଯେହେତୁ ଖେଳ ମାନେ ରେଫରୀ ଥିଲି, ମୁଁ ବି ଦେଖିଛି ପିଲାଙ୍କର ଖେଳ ବହୁତ ଟପ୍ ଲେବୁଲର ଖେଳ ଖେଳିଛନ୍ତି। ବହୁତ କଣ୍ଟେଷ୍ଟ ବି ହେଇଥିଲା ବିହାର, ୱେଷ୍ଟବେଙ୍ଗଲ ଏମାନଙ୍କ ସାଙ୍ଗରେ। ତେଣୁ 5-7ଟି ଷ୍ଟେଟ୍ ଭିତରେ ଯେଉଁ ଇଷ୍ଟ ଜୋନ୍ ହେଇଥିଲା, ତା ଦେହରୁ ପୁରୀ ଆଜି ଓଡ଼ିଶା ଆଜି ଗୋଲ୍ଡ ମେଡାଲ ପାଇଛି। ଏଇଟା ଗୋଟେ ଗୌରବର କଥା। ଏବଂ ପ୍ରତିଟି ପିଲା ତାଙ୍କର ଯେଉଁ ପରିଶ୍ରମ ଦୀର୍ଘ 10 ଦିନ ଧରି କ୍ୟାମ୍ପ କରେଇଥିଲେ ଏବଂ ଯେଉଁ କୋଚ୍ ମାନେ ତାଙ୍କ ପାଇଁ ଅହର୍ନିଶି ପ୍ରୟାସ ରହିଥିଲେ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ କେମିତି ଭଲରେ ଖେଳିବେ, କେମିତି ରେଜଲ୍ଟ କରିବେ ଏବଂ ପିଲାମାନେ ତାଙ୍କ ଚେଷ୍ଟାରେ ପ୍ରତିଫଳିତ କରିଛନ୍ତି ଏବଂ କୋଚ୍ଙ୍କର ଯେଉଁ ପରିଶ୍ରମକୁ ଆଜି ସଫଳ କରିଛନ୍ତି। ମୁଁ ନିଶ୍ଚୟ ଆପଣମାନଙ୍କ ଥ୍ରୁରେ ମାନେ ଜଣେଇବି, ପ୍ରତିଟି ଘରର ପିଲାମାନେ ଯେଉଁ ଅନ୍ୟତ୍ର ଆକାଉଣ୍ଟେଡ୍ ହେଉଛନ୍ତି, ମୋବାଇଲ ବାହାରେ ବୁଲିବା ଇଏ କରିବା, ଯେକୌଣସି ଇଭେଣ୍ଟ ତାଙ୍କୁ ଭଲ ଲାଗୁଛି। ଖାଲି ମୁଁ ସଫ୍ଟ ବଲର, ଯେହେତୁ ମୁଁ ନିଜେ ପ୍ଲେୟାର, ନିଜେ ଇଣ୍ଟରନ୍ୟାସନାଲ ବି ଯାଇଛି, ରେଫରିସିପ୍ ବି କରିଛି। ମୁଁ ନିଶ୍ଚୟ ମୋ ଗେମ୍ଟାକୁ ନିହାତି କହିବି, କିନ୍ତୁ ତା ସାଙ୍ଗରେ ମୁଁ କହୁଛି ଯିଏ ଯେଉଁ ପିଲା ଅନ୍ୟତ୍ର କୌଣସି ଜାଗାରେ ଆଟାଚ୍ ନ ହେଇ ଯଦି ଖେଳଟେ ରହିବେ, ଆଟଲିଷ୍ଟ ନିଜେ ସୁସ୍ଥ ରହିବେ। ଏବଂ ଏଇଭଳି ଯେଉଁ ପିଲା ଆଜି ଯାଇ ଆଜି ଷ୍ଟେଟ୍ ଲେବୁଲରୁ ଯାଇ ଇଷ୍ଟ ଜୋନ୍ରେ କାଲି ନ୍ୟାସନାଲ ପାର୍ଟିସିପେଟ୍ କରୁଛନ୍ତି, ସେମାନେ ବି ସେଇ ସୌଭାଗ୍ୟ ଅର୍ଜନ କରିପାରିବେ ଏବଂ ମେଡାଲିଷ୍ଟ ବି ହେବେ। ଆମର ଜଷ୍ଟ ଆଗରୁ ଯେଉଁ ଶୁଭ ବୋଲି ଗୋଟେ ପିଲା ଆପଣଙ୍କୁ ବାଇଟ୍ ଦେଉଥିଲା, ସେ ତାର ଏଜ୍ ବୋଧେ ମୁଁ ଭାବୁଛି ଜଷ୍ଟ ଜୁନିୟର, ମାନେ ସବ୍ ଜୁନିୟରରୁ ଜୁନିୟରକୁ ସେ ଯାଇଛି, କିନ୍ତୁ ତାର ସେଇ ଟ୍ୟାଲେଣ୍ଟ, ତାର ଇଚ୍ଛା ଶକ୍ତି ବହୁତ ଅଛି ଏବଂ ଭଗବାନ ତାକୁ ଆଗକୁ ନେବେ ବୋଲି ମୋର ଆଶା। ବହୁତ ଉପରକୁ ସେ ଯିବ। ତାର ଯେଉଁ ଚେଷ୍ଟା, ତାର ଯେଉଁ ପ୍ରୟାସ ରହିଛି, ନିଶ୍ଚିତ ଭାବରେ ତାର ଲକ୍ଷ୍ୟ ସେ ନିଶ୍ଚିତ ପୂରଣ କରିବ ଏବଂ ଏଇ ଜୁନିୟର ଏଜ୍ରେ ଯାଇକି ସିନିୟର ସାଙ୍ଗରେ କମ୍ପିଟ୍ କରିକି, ଏବଂ ମୁଁ ବି ତା ସେଠି ପିଚିଂ ଦେଖିଥିଲି, ତାର ବି ପିଲା ଅନ୍ୟ ଷ୍ଟେଟ୍ର ପିଲାମାନେ ବି ଏତେ ଜୁନିୟର ପିଲାଙ୍କ ଭିତରେ ଗୋଟେ ଭଲ ପିଚ୍ କରୁଛି, ତାର ଭିଡ଼ିଓ ବି କରିଛନ୍ତି। ତେଣୁ ମୁଁ ଆଶା ରଖିବି ପୁରୀ ଜିଲ୍ଲାରୁ ସେ ଯାଇ ଆଜି ଷ୍ଟେଟ୍ରେ ପହଞ୍ଚି ନ୍ୟାସନାଲ ଲେବୁଲରେ ଯେଉଁ ଗର୍ବ ଅନୁଭବ କରିଛି, ତାର ଇଚ୍ଛା ଶକ୍ତି ବଢ଼ୁ ଏବଂ ସବୁ ପିଲାମାନେ ଆଜି ଯେଉଁ ଚେଷ୍ଟାରେ ଯାଇକରି ଆଜି ସଫଳ ହୋଇଛନ୍ତି, ମୋର ସେମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଏବଂ